এই দেখ দেখ ଆମେ ବାଇକ୍ ଶୋରୁମକୁ ପହଞ୍ଚି ଯାଇଛେ। ଏଇ ତୋର କ'ଣ ଦରକାର? ମୋତେ ଗୋଟେ ଭଲ ବାଇକ୍ ଦେଖାଅ। ହଉ ହଉ ଏଇଠିକି ଆସ। ଇ ବାବାରେ କେତେ ସୁନ୍ଦର ବାଇକ୍, ଦେଖିକି ମୋ ମନଟା ଖୁସି ହେଇଗଲା। ଏଇ କହ ତୋର କୋଉ ବାଇକ୍ଟା ପସନ୍ଦ ହେଲା? ଏଇ ବାଇକ୍ଟା ମୋର ପସନ୍ଦ ହେଇଛି, ଏଇ ନିଅ ପଇସା। ଆରେ ତୁ କ'ଣ 1000 ଟଙ୍କା ଦଉଛୁ? ଏଇ ବାଇକ୍ର ଦାମ 80,000 ଟଙ୍କା, ଜାଣିଛୁ? 80,000 ଟଙ୍କା ଦେ। ମୋ ପାଖରେ ତ 80,000 ଟଙ୍କା ନାହିଁ। ତାହେଲେ ଏଇଠୁ ପଳା। ଭିକାରୀ 1000 ଟଙ୍କା ଧରିକି ଆସିଛି ବାଇକ୍ କିଣିବାକୁ, ଯା ପଳା। ମୋତେ ଏଇ ତୁ ବାଇକ୍ ଶୋରୁମରୁ ବାହାର କରିଦେଲୁ। ରହ, ଗୋଟେ ସପ୍ତାହରେ ମୁଁ ବାଇକ୍ କିଣିକି ଦେଖେଇବି। କିରେ ପଲ୍ଟୁ, ତୁ ଏତେ ମନ ଦୁଃଖରେ ବସିଛୁ କ'ଣ ପାଇଁ? ଏଇ ତୁ ମୋତେ କହ ଆଗ, ବାପା କୋଉଠି ଅଛନ୍ତି? କ'ଣ ପାଇଁ କିରେ, ତୋର କ'ଣ ହେଇଛି ମୋତେ କହ। ଆରେ ମୋର ଇଚ୍ଛା ଅଛି ଗୋଟେ ନୂଆ ସୁପର ବାଇକ୍ କିଣିବା ପାଇଁ, ସେଥିପାଇଁ ବାପାକୁ ଟଙ୍କା ମାଗିଥାନ୍ତି। ଆରେ ଭାଇ, ଆମେ ହଉଛେ ଗରିବ ଲୋକ, ଦିନରେ ଖାଇଲେ ରାତିରେ ଭୋକ। ଆମେ ବାଇକ୍ କିଣିବା ପାଇଁ ପଇସା କୋଉଠୁ ଆଣିବା? ତୁ ବାପାକୁ କହ ମୋ ପାଇଁ ଗୋଟେ ସୁପର ବାଇକ୍ କିଣିଦେବେ। ନା ଭାଇ, ମୁଁ ବାପାକୁ କହିପାରିବିନି, ତୁ ହିଁ କହ। ତାହେଲେ ଦେଖ ମୁଁ କ'ଣ କରୁଛି। ମୁଁ ଆଜିଠୁ ଏଇ ଗଛ ଉପରେ ରହିବି। ଯେପର୍ଯ୍ୟନ୍ତ ବାପା ମୋତେ ବାଇକ୍ ପାଇଁ ପଇସା ନ ଦେବେ, ମୁଁ ଏଇ ଗଛରୁ ଓହ୍ଲେଇବିନି। ଏଇ ଗଛ ଉପରେ ହିଁ ରହିବି। କିରେ, ତୁ ଗଛ ଉପରେ କ'ଣ କରୁଛୁ? ଆମ୍ବ ପାଳିବା ପାଇଁ ଉଠିଛୁ କି? ହଉ ହଉ, ଭଲ ଭଲ ପାଚିଲା ଆମ୍ବ ଦିଟା ପକା। ବାପା, ତମେ ମୋ ସହିତ ମଜା କରୁଛ? ବାପା, ପଲ୍ଟୁ କହୁଛି ସୁପର ବାଇକ୍ କିଣିବ। ଯେପର୍ଯ୍ୟନ୍ତ ତମେ ବାଇକ୍ ପାଇଁ ପଇସା ନ ଦେବ, ସିଏ ଗଛରୁ ଓହ୍ଲେଇବନି। ଏଇ ଘର ବୁଢ଼ା, ତୋର ତ କିଛି କାମ ଧନ୍ଦା ନାହିଁ, ଖାଲି ଖାଇ ଖାଇ ମୋର ଅନ୍ନ ଧ୍ୱଂସ କରୁଛୁ। ତୁ ଏଇ ଗଛ ଉପରେ ବସି ବସି ବୁଢ଼ା ହେଇଗଲେ ବି ମୁଁ ତୋତେ ବାଇକ୍ କିଣିକି ଦେବିନି। ତୁ ଏଇ ଗଛ ଉପରେ ବସିଥା। ଆରେ ଆରେ, କୋଉ ପକ୍ଷୀଟା ମୋ ମୁଣ୍ଡ ଉପରେ ଝାଡ଼ା ଫେରିଦେଲା? ଆରେ ହାରାମଜାଦା, ତୁ କ'ଣ ମୋ ମୁଣ୍ଡ ଉପରେ ଛେପ ପକଉଛୁ? ରହ, ତତେ ମଜା ଦେଖଉଛି। ବାପା ବାପା, ତାକୁ ଆଉ ମାରନି, ତାକୁ ଛାଡ଼ି ଦିଅ। ହାରାମଜାଦା, ମୁଁ ମରିଗଲେ ବି ତତେ ବାଇକ୍ କିଣିକି ଦେବିନି। ତୁ ମୋ ମୁଣ୍ଡ ଉପରେ ଛେପ ପକଉଛୁ। ତୁ ଆଜି ଏଇ ଲାଲଟୁ ପାଇଁ ବଞ୍ଚିଗଲୁ, ନହେଲେ ତତେ ମୁଁ ଆଜି ମାରୁ ମାରୁ ମାରି ଦେଇଥାନ୍ତି। ହାରାମଜାଦା, ପଳା ଏଇଠୁ। ଆରେ ମଉସା, ତମର କ'ଣ ହେଇଛି? ତମେ ଏତେ ମନ ଦୁଃଖରେ ଅଛ କ'ଣ ପାଇଁ? ଆରେ ମାଙ୍କଡ଼, ମୁଁ ତତେ ଆଉ କ'ଣ କହିବି। ମୋର ପୁଅ କହୁଛି ବାଇକ୍ କିଣିକି ଦେ, କିନ୍ତୁ ମୁଁ ତ ଗରିବ ଲୋକ, ତାକୁ ବାଇକ୍ କୋଉଠୁ କିଣିକି ଦେବି? ଆରେ ମଉସା, ତମେ ଗୋଟେ କାମ କର, ତମେ ତମ ପୁଅକୁ ବାହାଘର କରିଦିଅ। ବାହାଘର କଲେ ଯୌତୁକରେ ଗୋଟେ ବାଇକ୍ ପାଇବ। ଆରେ ସତରେ ନା କ'ଣ? ମୋ ପୁଅକୁ ବାହାଘର କଲେ ଗୋଟେ ବାଇକ୍ ମିଳିବ? ଆରେ ମଉସା, ହଁ, ତମ ପୁଅକୁ ବାହାଘର କରିଦିଅ। ତାଙ୍କ ଶ୍ୱଶୁର ଘର ତାକୁ ଯୌତୁକରେ ଗୋଟେ ବାଇକ୍ ଦେବେ। ଏଇ ଲାଲଟୁ, ପଲ୍ଟୁକୁ କହ, ସିଏ ଯଦି ବାହା ହବ ତାହେଲେ ଯୌତୁକରେ ଗୋଟେ ବାଇକ୍ ପାଇବ।
ଏଇ ପଲ୍ଟୁ ଗଛ ତଳକୁ ଆଏ, ବାଇକ୍ର ବ୍ୟବସ୍ଥା ହେଇଗଲା। ତୁ ଯଦି ବାହା ହେବୁ ତାହେଲେ ଯୌତୁକରେ ଗୋଟେ ବାଇକ୍ ପାଇବୁ। ହଁ ହଁ ମୁଁ ବାହା ହେବି। ଆରେ ଭଲ ହେଲା ତ, ଗୋଟେ ସ୍ତ୍ରୀ ପାଇବି ଆଉ ତା ସହିତ ଗୋଟେ ବାଇକ୍ ପାଇବି। ଆରେ ବାଃ, କି ମଜା କି ମଜା। ବାପା ତମେ କହିଥିଲ ବାହା ହେଲେ ଗୋଟେ ବାଇକ୍ ମିଳିବ, କିନ୍ତୁ ବାଇକ୍ କାହିଁ ଏପର୍ଯ୍ୟନ୍ତ ବାଇକ୍ ମିଳିଲାନି? ଏଇ ଶୁଣ, ତୋ ଶ୍ୱଶୁର ଫୋନ୍ କରିଥିଲେ, ସିଏ ତୋ ପାଇଁ ଗୋଟେ ବାଇକ୍ ନେଇକି ଆସୁଛନ୍ତି। ଆଉ କିଛି ସମୟ ପରେ ଏଇଠି ପହଞ୍ଚିବେ। ଆରେ ଜୁଆଇଁ ମୁଁ ଆସିଗଲି, ଦେଖ ମୁଁ ତମ ପାଇଁ ଗୋଟେ ବାଇକ୍ ନେଇକି ଆସିଛି। ହେଁ, ଏଇଟା କ'ଣ ଗୋଟେ ବାଇକ୍? ଏଇଟା ତ ଗୋଟେ ଲୁନା। ଏଇ ଲୁନା ମୁଁ ନେବିନି, ମତେ ଗୋଟେ ବଡ଼ ବାଇକ୍ ଦିଅ। ଆରେ ମୋ ପାଖରେ ଯାହା ଥିଲା ମୁଁ ତାହା ଦେଲି, ଆଉ ବଡ଼ ବାଇକ୍ କୋଉଠୁ ଆଣିକି ଦେବି? ଏଇଥିରେ ହିଁ କାମ ଚଳାଅ, ମୁଁ ଚାଲିଲି, ପରେ ଦେଖା ହବା। এইটা ଗୋଟେ ବାଇକ୍? ହାଟ୍, ଏଟା ମୁଁ ଚଲେଇବିନି। কি পল্টু ভাই, বাইক চলাଉଛ ନା ପାଇପ୍ ଚଲାଉଛ? ଆରେ ଇଏ ତ ବହୁତ ବଡ଼ ବଡ଼ କଥା କହୁଥିଲା, ଯୌତୁକରେ ଗୋଟେ ବଡ଼ ବାଇକ୍ ପାଇବ ବୋଲି। ତାହେଲେ କ'ଣ ଏଇ ଲୁନାଟେ ପାଇଲା? ଏଇ ଗାଡ଼ିରୁ ଓହ୍ଲାଅ। ହାଟ୍, ଏଇ ଲୁନାଟା ମୁଁ ଆଉ ଚଲେଇବିନି। ଏଇ ଲୁନାଟା ଚଲେଇଲେ ମୋ ଉପରେ ସମସ୍ତେ ହସୁଛନ୍ତି। କିରେ, ତୁ ଏକୁଟିଆ ଆସିଲୁ? ଆଉ ବୋହୁ କୁଆଡ଼େ ଗଲା? ମୁଁ ଜାଣିନି ତମ ବୋହୁ କୁଆଡ଼େ ଗଲା। ତମେ ମତେ ମିଛ କଥା କହିଛ। ଏବେ ହିଁ ମତେ ଗୋଟେ ବାଇକ୍ କିଣିକି ଦିଅ। ମୁଁ ବଡ଼ ବାଇକ୍ କିଣିକି ଦେଇପାରିବିନି ରେ ବାପା, ମୋ ପାଖରେ ପଇସା ନାହିଁ। ତାହେଲେ ମୁଁ ଯାଉଛି। ଏଇ ଶୁଣ ଶୁଣ, ଏଇ ପଲ୍ଟୁ, ରହ ରହ।